जय जगन्नाथ आपण मानक प्रज्योतिष को स्वागत। ଏବେ ଯେଉଁମାନେ ହର ଭକ୍ତ ଥିବେ ମାନେ ମହାପ୍ରଭୁ ଆମର ଦେବଦେବ ମହାଦେବଙ୍କର ଯେଉଁମାନେ ଭକ୍ତ ଥିବେ ତାଙ୍କ ପାଇଁ ତ ବହୁତ ଭଲ ଖୁସି ଖବର, କାରଣ ଏବେ ଶ୍ରାବଣ ମାସ ଆରମ୍ଭ ହେଇଯିବ ଆଉ କିଛି ଦିନ ପରେ। କେବଳ ହରଙ୍କର ଭକ୍ତ ନୁହେଁ, ହରିଙ୍କର ଭକ୍ତ ମଧ୍ୟ ଶ୍ରାବଣ ମାସ ଉଭୟ ହରହରିଙ୍କ ଭକ୍ତମାନଙ୍କ ପାଇଁ ବହୁତ ଭଲ ମାସଟିଏ। କାରଣ ହର ଯିଏ ସିଏ ହରି, ହରି ଯିଏ ସିଏ ହର, ହର ହରି ସମାନ। ତେଣୁ ଆପଣ ଯଦି ହରଙ୍କୁ ପୂଜା କରୁଛନ୍ତି, ହରିଙ୍କୁ ନିହାତି ଭାବରେ ପୂଜା କରିବା ଦରକାର। କାରଣ ଆପଣ ହର ହରିଙ୍କୁ ଏକାଥରେ ନ ପୂଜା କଲେ ଆପଣଙ୍କର ପୂଜା ଫଳ ବି କେବେ ବି ପରିପୂର୍ଣ୍ଣ ହେବ ନାହିଁ, ଆପଣଙ୍କର ପୂଜା ଫଳ ବି ଅସମ୍ପୂର୍ଣ୍ଣ ରହିବ। ତେଣୁ ଯଦି ଆପଣ ଶିବ ମନ୍ଦିର ଯାଉଛନ୍ତି ମଧ୍ୟ ଆପଣ ଥରେ ହରିଙ୍କୁ ସ୍ମରଣ କରିବେ। ଯଦି ଆପଣ ହରି ମନ୍ଦିର ଯାଉଛନ୍ତି ତାହେଲେ ମଧ୍ୟ ଆପଣ ହରଙ୍କ ନାମ ସ୍ମରଣ କରିବେ। ଏବେ ଚାଲନ୍ତୁ ଜାଣିବା ଯେ ମୁଁ କ'ଣ ପାଇଁ କହିଲି ଶ୍ରାବଣ ମାସ ଆସିଯାଇଛି। ତ ଶ୍ରାବଣ ମାସ ଆସିବା ପୂର୍ବରୁ ମୁଁ ଆପଣଙ୍କୁ କହିଦେଉଛି ଶ୍ରାବଣ ମାସ କେବେଠୁ ଆରମ୍ଭ, ତାର ଏଇ ବର୍ଷର କେତେଟା ସୋମବାର ରହିଛି, କେମିତି କ'ଣ ରହିଛି ମୁଁ ଆପଣଙ୍କୁ ଚାଲନ୍ତୁ ଆପଣଙ୍କୁ ପଞ୍ଜିକାରୁ ହିଁ ଦେଖାଇ ଦେଉଛି। ଦେଖନ୍ତୁ ଏଠି ଲେଖା ହେଇଛି 21 ଜୁଲାଇ ଆପଣଙ୍କ ରବିବାର ଦିନ। 21 ଜୁଲାଇ ରବିବାର ଦିନ ଆପଣଙ୍କର ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା, ଆଷାଢ଼ ପୂର୍ଣ୍ଣିମା। ଠିକ୍ ଅଛି, ଆପଣଙ୍କର ଆଷାଢ଼ ପୂର୍ଣ୍ଣିମା ମାନେ ଆଷାଢ଼ ପରେ ଶ୍ରାବଣ ମାସ ଆମମାନଙ୍କର ଆରମ୍ଭ। ତ ଆପଣଙ୍କର ଆଷାଢ଼ ପୂର୍ଣ୍ଣିମା ରହୁଛି 21 ଜୁଲାଇ ରବିବାର ଦିନ। ତ 21 ଜୁଲାଇ ରବିବାର ଦିନ ଆପଣ ଯଦି ଆଷାଢ଼ ପୂର୍ଣ୍ଣିମା କି ବ୍ୟାସ ପୂର୍ଣ୍ଣିମା ରହୁଛି ତା ପରଦିନ ମାନେ 22 ଜୁଲାଇ ସୋମବାର ଦିନ ଠାରୁ ହିଁ ଆପଣଙ୍କ ଶ୍ରାବଣ ମାସ ଆରମ୍ଭ ହେଉଛି। ଆଉ ଏ ବର୍ଷ ଦେଖନ୍ତୁ ଏମିତି ଗୋଟେ ଭଲ ଦିନଟେ, ମାନେ ଶ୍ରାବଣ ମାସ ଯେଉଁ ଦିନ ଆରମ୍ଭ ହେଉଛି ସେଦିନ ହିଁ ପ୍ରଥମ ସୋମବାର ଆପଣଙ୍କ ସୋମବାର ହିଁ ପଡ଼ୁଛି। ମାନେ ସୋମବାରରୁ ହିଁ ଏଥରକ ଶ୍ରାବଣ ମାସ ଆରମ୍ଭ ହେଉଛି। ତ ଦେଖନ୍ତୁ 22 ଜୁଲାଇ ଆପଣଙ୍କର ପ୍ରଥମ ସୋମବାର, ମୁଁ ଆପଣଙ୍କୁ କହିଦେଲି ଆପଣଙ୍କର କେତେଟା ସୋମବାର ହେଉଛି। ଆପଣଙ୍କର ପ୍ରଥମ ସୋମବାର ହେଉଛି 22 ଜୁଲାଇ, ତ ଦ୍ୱିତୀୟ ସୋମବାର ହେଉଛି ଆପଣଙ୍କ 29 ଜୁଲାଇ, ତୃତୀୟ ସୋମବାର ହେଉଛି 5 ଅଗଷ୍ଟ, ଚତୁର୍ଥ ସୋମବାର ହେଉଛି 12 ଅଗଷ୍ଟ, ପଞ୍ଚମ ସୋମବାର ଆପଣଙ୍କର 19 ଅଗଷ୍ଟ। ଦେଖନ୍ତୁ 19 ଅଗଷ୍ଟ ଦିନ ଆପଣ ଦେଖନ୍ତୁ, ସେଦିନ ମଧ୍ୟ ଦେଖନ୍ତୁ ପୂର୍ଣ୍ଣିମା ମଧ୍ୟ ରହୁଛି। ଆପଣଙ୍କ ଯେଉଁଦିନ ଶ୍ରାବଣ ମାସ ଶେଷ ହେବ ସେଦିନ ସୋମବାର ପଡ଼ୁଛି, ତା ସହିତ ପୂର୍ଣ୍ଣିମା ମଧ୍ୟ ପଡ଼ୁଛି। ଖାଲି ଆପଣ ସେଦିନ ଶ୍ରାବଣ ପୂର୍ଣ୍ଣିମା ନୁହେଁ, ତା ସହିତ ଆପଣ ଦେଖନ୍ତୁ ସେଦିନ ଆପଣଙ୍କର ରାକ୍ଷୀ ବନ୍ଧନ ମଧ୍ୟ ରହୁଛି। ବଳଭଦ୍ରଙ୍କର ଜନ୍ମଦିନ, ତା ସହିତ ଆପଣ ବ୍ରହ୍ମା ପର୍ବ, ତା ସହିତ ରାକ୍ଷୀ ବନ୍ଧନ ସବୁ ଆପଣଙ୍କର ଗୋଟେ ଦିନରେ ପଡ଼ୁଛି। ତ ଦେଖନ୍ତୁ କେତେ ଭଲ ଦିନଟି ରହିଲା ଆପଣଙ୍କର। ତ ଆପଣଙ୍କର ମୁଁ ଆପଣଙ୍କୁ କହିଦେଉଛି ଶ୍ରାବଣ ମାସ ଯଦି ଆରମ୍ଭ କରୁଛନ୍ତି 22 ଜୁଲାଇରୁ ଆପଣଙ୍କର ଶ୍ରାବଣ ମାସ 19 ଅଗଷ୍ଟ ମଧ୍ୟ, ଅଗଷ୍ଟ ଏଇ ଯେଉଁ ମାସେ ରହିଲା ଆପଣଙ୍କର 22 ଜୁଲାଇରୁ 19 ଅଗଷ୍ଟ। ତ ଏଇ ମାସଟି ଆପଣଙ୍କ ଶ୍ରାବଣ ମାସ ରହୁଛି। ଆଉ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ମାନେ ସବୁ ହରହରି ଭକ୍ତଙ୍କ ପାଇଁ ବହୁତ ଭଲ ଦିନଟେ। କେବଳ ଖାଲି ସୋମବାର ନୁହେଁ, ସବୁ କେତେଜଣ ମାସକ ସାରା କରିଥାନ୍ତି, ମାସକ ସାରା ମଧ୍ୟ ଭଗବାନଙ୍କ ଦର୍ଶନ ଆପଣ କରିପାରିବେ, ପୂଜା କରିପାରିବେ, ସବୁ କିଛି କରିପାରିବେ। କିନ୍ତୁ ମୁଁ ଆପଣଙ୍କୁ କହିଦେଲି ଆପଣଙ୍କ ଏଇ ବର୍ଷ 5ଟି ସୋମବାର ପଡ଼ୁଛି। ତ 5ଟି ସୋମବାର ଆପଣଙ୍କର ଏହିପରି ଭାବରେ ରହୁଛି। ଆଉ ତା ବ୍ୟତୀତ ଆପଣ ଯଦି ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି ଆପଣଙ୍କୁ କମେଣ୍ଟ ମାଧ୍ୟମରେ ମଧ୍ୟ ଆପଣ ପଚାରି ପାରିବେ ଆପଣ କ'ଣ ଜାଣିବାକୁ ଚାହୁଁଛନ୍ତି, ତାହେଲେ ମୁଁ ଚେଷ୍ଟା କରିବି ଆପଣଙ୍କୁ କିଛିଟା କ୍ୱେଶ୍ଚିନ୍ର ଆନ୍ସର ଦେବା ପାଇଁ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।